ଠାକୁରମୁଣ୍ଡା ବ୍ଲକରେ ବିକାଶ ବାହନ ରଥର ଶୁଭାରମ୍ଭ। ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ସଫଳତା ଲୋକଙ୍କୁ ଜଣାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଭାରମ୍ଭ ହୋଇଥିବା ବିକାଶ ବାହନ ରଥ ଠାକୁରମୁଣ୍ଡା ବ୍ଲକରେ ଗୁରୁବାର ଦିନ ଶୁଭାରମ୍ଭ ହୋଇଯାଇଛି। ବ୍ଲକ ପରିସରରେ ବାହନ ରଥକୁ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା, ସାଂସଦ ପ୍ରତିନିଧି ତାରାକାନ୍ତ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବ୍ଲକ ଏବିଡିଓ ଟଙ୍କଧର ମହାନ୍ତ, ସରକାରୀ ଶ୍ରମ ଅଧିକାରୀ ବିଷ୍ଣୁପ୍ରିୟା ନାୟକ, ବରିଷ୍ଠ କିରାନୀ ନିହାର ମହାକୁଡ଼, ଯୋଗାଣ ନିରୀକ୍ଷକ ଦିଲ୍ଲୀପ କୁମାର ସାହୁ, ଦିଗଧର ସରପଞ୍ଚ ମଳୟ ପରମାଣିକ ସମେତ ସାଧାରଣ ଲୋକମାନେ ଉପସ୍ଥିତ ଥିଲେ। ଠାକୁରମୁଣ୍ଡା ବ୍ଲକର 18ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଏହି ରଥ ସରକାରଙ୍କ ଯୋଜନାଗୁଡ଼ିକ ସମ୍ପର୍କରେ ଅବଗତ କରାଇବ। ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା, ପଛୁଆ ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ, ଚାକିରି ବୟସ ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ଧାନ କିଣାରେ ଇନପୁଟ୍ 800 ଟଙ୍କା ଚାଷୀଙ୍କୁ ପ୍ରଦାନ, ଆୟୁଷ୍ମାନ ଯୋଜନା ସମ୍ପର୍କରେ ବାହନ ରଥ ପ୍ରଚାର କରିବ। ଠାକୁରମୁଣ୍ଡାରୁ ଲକ୍ଷ୍ମୀ ନାରାୟଣ ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।